ନମସ୍କାର ଦର୍ଶକ ବନ୍ଧୁ ଆଉ ଏକ ନୂତନ ଅଧ୍ୟାୟକୁ ଆପଣମାନଙ୍କୁ ସ୍ୱାଗତ। ଜ୍ୟୋତ୍ସ୍ନା ମ୍ୟାଡାମ ଆମର ମତେ କାହିଁ ଅନଉଛ ସାଡେ ଅନଉନା। ଛାଡ ଅନେଇବିନି ତମକୁ ଆଗ ଅନେଇବି ନା ଆଉ। ମୁଁ ବା କ୍ୟାମେରା ଯୋଉଠି ସିଏ ଅଲଗା ଜାଗା, ଦର୍ଶକ ଅଲଗା ଜାଗା, ମୁଁ ଅଲଗା ଜାଗା। ହୁଁ କଣ କୁହ କିଛି? ପ୍ରଶ୍ନର ଉତ୍ତର ଦେବା ପାଇଁ ରେଡି? ଆଉ କିଛି କହିବନି? ଆଉ କଣ କହିବି ଏଇ ମୋର କିଛି କହିବାର ଅଛି। କହୁନ? ଟଙ୍କା 5,000 ଖଣ୍ଡେ ମିଳନ୍ତାନି। କ୍ୟାମେରା ଆଗରେ ପଇସା ମାଗିବାକୁ କଥା ମନେ ପଡେ, ଆଉ କେତେବେଳେ ମନେ ପଡେନି। କାହିଁ କହିଲ? ହଁ। ତମକୁ ଖରାପ ଲାଗିବ, ତମେ ପଇସାଟା ଦବ। ଆଉ ସେମିତି ମାଗିଲେ ତମେ ମତେ କହିବ ନାହିଁ ଆସୁ ଦେଇଦେବି। ତମେ ବୁଲି ବୁଲି କୁଆଡେ ପଡିଲଣି? ଫ୍ରେମ ଆଉଟ୍ ହେଇଗଲାଣି। ମୁଁ ତ ଏଇଠି ଅଛି। ହଁ ଏବେ ହେଲା ଶାଢୀ ଘୁଞ୍ଚି ନାଇଁ ଠିକ ହେଲା ହେଲା। ହେଲା ଓକେ ଘର ପବନ। ହଉ ପ୍ରଶ୍ନ ଉତ୍ତର ଦବ। ଏମିତି କେଉଁ ଜିନିଷ ଯାହା ମଣିଷକୁ ଗୋଟିଏ ଜାଗାରେ ବସେଇ ସାରା ଦୁନିଆ ଦେଖାଏ? ଏମିତି ଗୋଟେ ଜାଗାରେ ବସେଇକି ହୁଁ ସାରା ଦୁନିଆ ହୁଁ ସାରା ଦୁନିଆ ଦେଖେଇଦବ। କଣ ଏମିତି କେଉଁ ଜିନିଷ? ହଁ ଗୁଗଲ ମ୍ୟାପ? ନାଇଁ। ମୋବାଇଲ? ହଁ ମୋବାଇଲ ହବ, ଟିଭି ହବ, ମୋବାଇଲ ହବ। ଗୋଟେ ଜାଗାରେ ବସି ସାରା ଦୁନିଆ ନାଇଁ ଦେଖେଇଦବ। ବର୍ତ୍ତମାନ ଆଉ ଟିଭିର ଚାହିଦା କମ, ମୋବାଇଲ ଚାହିଦା ଅଧିକ। ହୁଁ ଆଉ ଆଗରୁ ଟିଭି ଥିଲା। ସେ କିଏ ଯାହାର ଦିଟା ଗୋଡ ଅଛି କିନ୍ତୁ ସେ ଛିଡା ହେଇପାରିବ ନାହିଁ? ଦିଟା ଗୋଡ କିନ୍ତୁ ଛିଡା ହେଇପାରିବନି? ଦିଟା ଗୋଡ ହୁଁ। ସେ କଣ ମଣିଷ ନା ଜିନିଷ? ଜିନିଷ। ଜିନିଷ ଦିଟା ଗୋଡ ସେଟା କଣ ହେଇପାରିବ? ଦିଟା ଗୋଡ ଦିଟା ପା ଦିଟା ଗୋଡ କିଏ ସେ? କିଏ କିଏ କିଏ? ପ୍ୟାଣ୍ଟ। ପ୍ୟାଣ୍ଟ? ହୁଁ। ପୋଷାକ। ଏମିତି କେଉଁ ଜିନିଷ ଯାହାକୁ ଆପଣ ଧରି ପାରିବେ ନାହିଁ କି ଗଣି ପାରିବେ ନାହିଁ? ଧରି ପାରିବେ ନାହିଁ କି ଗଣି ପାରିବେ ନାହିଁ? ହୁଁ। ଟଙ୍କା ତ ଗଣି ହେଇଯିବ, ଟଙ୍କା ତ ଗଣି ହେଇଯିବ ଯେତେ ଟଙ୍କା ହେଲେ ବି। ତାକୁ ଛୁଇଁ ପାରିବେନି କି ଗଣି ପାରିବେ ନାହିଁ? ତାରା ତାରା। ଠିକ ଉତ୍ତର। ଆଁ କେମିତି ଜାଣିଲ? ତାରାକୁ ସବୁବେଳେ ମୁଁ ଗଣିବାକୁ ଚେଷ୍ଟା କରେ କିନ୍ତୁ ଗଣି ପାରେନି, ବାଉଳା ହେଇଯାଏ। ମାନେ ଗଣି ହିଁ ହୁଏନି ଆଉ। ବାଉଳା। କେତେଟା କ୍ୱେଶ୍ଚିନ୍ ହେଲା? 4ଟା। 4ଟା କ୍ୱେଶ୍ଚିନ୍ ହେଇଗଲାଣି, ଶେଷ କ୍ୱେଶ୍ଚିନ୍? ବୋଧେ ହୁଏ 4ଟା, ମୁଁ ସିଓର ନୁହଁ। ଏମିତି କେଉଁ ମିଠା ଯାହାକୁ ଆମେ ଖାଉ କିନ୍ତୁ ସେଥିରେ ଚିନି ନଥାଏ? ଚିନି ନଥାଏ? ହୁଁ। ଏମିତି କେଉଁ ମିଠା କିନ୍ତୁ ସେଥିରେ ଚିନି ନଥାଏ? କଥା ମିଠା। ହୁଁ। ଆଁ କେମିତି ଜାଣୁଛୁ ଏଗୁଡାକ? ସତରେ ନା ମିଛରେ ବା? ହଁ ବା। ଜାଣୁଛି କଣ, ଆଉ ବୋଗସ ବୋଗସ କହିଲଣି ଆଉ, ଟିକେ ମୁଣ୍ଡ ଟାକୁ ଟିକେ ଖଟଉଛି ଆଉ। ନହେଲେ ଖଟ ମୁଣ୍ଡେଇଲେ ତା ମତେ ବୋଗସ ବୋଗସ କହିକି ପୁରା ବେଜିତ କରିଦଉଛ। ଓକେ। ସେ କିଏ ଯେ ଗାଧେଇ ସାରିବା ପରେ ଛୋଟ ହେଇଯାଏ? ଗାଧେଇବା ପୂର୍ବରୁ ବଡ ଥାଏ, ଗାଧେଇ ସାରିଲା ପରେ ଛୋଟ ହେଇଯାଏ। ଗାଧେଇବା ପୂର୍ବରୁ ବଡ ଥାଏ, ହୁଁ ଗାଧେଇ ସାରିଲେ ଛୋଟ? ହୁଁ। ଏଇଠୁ ନ କହିପାରିବ। ଗାଧେଇବା ପୂର୍ବରୁ ବଡ ଥାଏ, ହଁ ଗାଧେଇ ସାରିଲା ପରେ ଛୋଟ ହେଇଯାଏ। ସେ କିଏ? ଏଇଟା ହବ ଟାଇଟେଲ। ଏଇଟା ଶେଷ ପ୍ରଶ୍ନ। ଗାଧେଇବା ପୂର୍ବରୁ ହୁଁ। ଗାଧେଇବା ପୂର୍ବରୁ ବଡ ଥିବ, ଗାଧେଇ ସାରିଲା ପରେ ଛୋଟ ହେଇଯିବ। ଲୋକ
ଗାଧେଇବା ପୂର୍ବରୁ ଛୋଟ ଗାଧେଇବା ପୂର୍ବରୁ ବଡ ଗାଧେଇବା ହିଣ୍ଟସ୍ ପରେ ଦେବି ଛୋଟ ହିଣ୍ଟସ୍ ଦେବି ସାବୁନ ନୁହେଁ ତ ହୁଁ ସାବୁନ ନୁହେଁ ତ ଠିକ ଉତ୍ତର ହଁ ସାବୁନ। କହିଦେଲି। ହଉ ଆଜି ସମସ୍ତ ପ୍ରଶ୍ନ ସରିଯାଇଛି। ଦର୍ଶକ ବନ୍ଧୁ ଆମ ଭିଡିଓକୁ ଟିକେ ଲାଇକ୍ କମେଣ୍ଟ ସେୟାର କରିଦିଅନ୍ତୁ ଆଉ ଟିକେ ସବସ୍କ୍ରାଇବ କରିଦିଅନ୍ତୁ। ଆପଣଙ୍କ ଆଶୀର୍ବାଦ ରହିଲେ ମୁଁ ଟିକେ ଉପରକୁ ଯିବି। ଆଜି ପାଇଁ ଏତିକି। ନମସ୍ତେ। ଭଲରେ ଥାନ୍ତୁ ସମସ୍ତେ। ଗୋଟେ ଜୟ ଜଗନ୍ନାଥ କହୁନ। ଜୟ ଜଗନ୍ନାଥ।